ବିବାହ ବିବାହ ଏକ ପବିତ୍ର ବନ୍ଧନ, ଏକ ଆତ୍ମା ସହିତ ଅନ୍ୟ ଏକ ଆତ୍ମାର ଏକତ୍ରୀକରଣ। ଏହା ଏମିତି ଏକ ସମ୍ପର୍କ ଯାହା କେବଳ ଗୋଟିଏ ମନକୁ ଆଉ ଗୋଟିଏ ମନ ସହିତ ମିଶାଇ ନଥାଏ, ବରଂ ଏହା ଏମିତି ଏକ ବନ୍ଧନ ଯେଉଁଠି ଦୁଇଟି ପରିବାର ସମ୍ପର୍କର ରଜୁରେ ବନ୍ଧା ହୋଇଯାଆନ୍ତି ଏବଂ ଗୋଟିଏ ପରିବାର ହୋଇଯାଆନ୍ତି। ଝିଅ ବାପା ଜାଗାରେ ଶ୍ୱଶୁର, ମା ଜାଗାରେ ଶାଶୁ, ଭାଇ ଜାଗାରେ ଦିଅର ଆଉ ଦେଢ଼ଶୁର, ଭଉଣୀ ଜାଗାରେ ନଣନ୍ଦ ଏବଂ ଯାହାକୁ ପାଇଥାଏ। ଜନ୍ମ ସମ୍ପର୍କକୁ ଆଖି ଲୁହରେ ଧୋଇ ଦେଇ କର୍ମ ସମ୍ପର୍କକୁ ନିଜର କରିନିଏ। ବାପ ଘରର ଗୁରୁବାର ଚାଉଳ ତା ପାଇଁ ଅଛୁଆଁ ହୋଇଯାଏ, ଆଉ ଅଜଣା ଅଚିହ୍ନା ଘରର ଦେଇ ପିଣ୍ଡି ତା ପାଇଁ ସ୍ୱର୍ଗ ପାଲଟିଯାଏ। ନିଜ ପରିବାରକୁ ତୁଚ୍ଛ କରି ସ୍ୱାମୀର ପରିବାରକୁ ସେ ନିଜର କରିନିଏ। ସ୍ୱାମୀ ତା ପାଇଁ ହୋଇଯାଆନ୍ତି ଇହକାଳ ପରକାଳର ଦେବତା। ତା ଅଗଣାର ଚଉରା ସ୍ତ୍ରୀ ପାଇଁ ହୋଇଯାଏ ଦେବୀ ବୃନ୍ଦାବତୀ। ସଞ୍ଜ ସକାଳେ ବୃନ୍ଦାବତୀଙ୍କୁ ଦୀପାଳି ଦେଇ ଅଖଣ୍ଡ ସୌଭାଗ୍ୟବତୀ ହେବାର ବର ମାଗେ ସେ। ସ୍ୱାମୀର ଦୀର୍ଘ ଜୀବନ କାମନା କରି ଓଡ଼ିଆ ଘରର ବୋହୂ କେତେ ଓଷା ଓ କେତେ ବ୍ରତ କରେ। ମୁଣ୍ଡରେ ହାତ ଓଢ଼ଣି ଦେଇ ପାଉଁଜିର ରୁଣୁଝୁଣୁ ଶବ୍ଦରେ ସମସ୍ତଙ୍କ ମନରେ ଉଦ୍ଦୀପନା ସୃଷ୍ଟି କରେ। ସ୍ନେହ, ପ୍ରେମ, ଭଲ ପାଇବାର ରଜୁରେ ସମସ୍ତଙ୍କୁ ବାନ୍ଧି ଘରକୁ କରିନିଏ ସ୍ୱର୍ଗପୁରୀ। ଏହିସବୁ ସ୍ୱପ୍ନ ଭିତରେ ମଜି ରହିଥାଏ ଅପରାଜିତା। ବର୍ଦ୍ଧରା ବର ଘରୁ ଫେରି ଆସିଲାଣି। ସେ ନିମନ୍ତ୍ରଣ ଦେଇ ଆସିଛି ଆସନ୍ତାକାଲି ଅପରାହ୍ନ 4ଟା ବେଳେ ବର ବାହାରିବ। ବାପ, ମା, ଭାଇ, ଭଉଣୀ, ବୋଉ, ଆଈ ସମସ୍ତେ ଘରେ ବସି ଅପରାଜିତା କ'ଣ କ'ଣ ନେବ ଗୋଟେ ଜାଗାରେ ରଖିବାକୁ ଆରମ୍ଭ କଲେ। ଏଇଟା ନଣନ୍ଦ ପୁଟୁଳି, ଏଇଟା ଶାଶୁ ଶାଢ଼ୀ, ଏଇଟା ଦେଢ଼ ଶାଶୁ ଶାଢ଼ୀ। ଗୋଟେ ପରେ ଗୋଟିଏ ଚିଠାରେ ନାଁ ଲେଖା ହେଉଥାଏ ଆଉ ସଜା ହୋଇ ରହୁଥାଏ। ବେଶ କିଛି ସମୟ ଚାଲିଗଲା ଏଥିରେ। କାମର ବୋଝ ଭିତରେ ନଦୀ ହୋଇଯାଇଥିବା ପରିବାର ହଠାତ୍ ନୀରବି ଗଲେ। ସମ୍ପୂର୍ଣ୍ଣ ନୀରବତା ଛାଇଗଲା ପରିବାର ଭିତରେ। ବାପା ଆଉ ବୋଉଙ୍କ ଆଖିରୁ ଲୁହ ଝରି ଆସିଲା। ଯୋଉ କଥା କୁହା କଣ୍ଢେଇଟା ଆଜି ପର୍ଯ୍ୟନ୍ତ ମୁକ୍ତ ଚଢ଼େଇ ପରି ଘୁରି ବୁଲୁଥିଲା, ରାତି ପାଇଲେ ସେ ପରଘରକୁ ଚାଲିଯିବ। ଛୋଟ ଛୁଆଟା ପାଠ ସାର ସରୁ ବାହାଘର ଠିକ୍ ହୋଇଗଲା। ଘରକରଣା କାମ ଠିକ୍ ସେ ଜାଣିନି। ଅଚିହ୍ନା ଲୋକ, ଅଚିହ୍ନା ଜାଗା, କାଳେ କ'ଣ ଭୁଲ କରି ବସିବ। କିଏ ତାକୁ କ'ଣ କହିଦେବ। କେମିତି ଶୋଇବ ସିଏ। ବାପାଙ୍କର ଏତିକି କଥାରେ କାନ୍ଦି ଉଠିଲେ ସମସ୍ତେ। ଆଉ ତାପରେ